ବର୍ତ୍ତମାନ ମୋର ଆଲୋଚନା କବିତା ଉପରେ। ଆଜିର ପ୍ରସଙ୍ଗ ରହିଛନ୍ତି ସନ୍ଥ କବି ଭୀମ ଭୋଇ ଓ ତାଙ୍କର ପ୍ରସିଦ୍ଧ ରଚନା ସ୍ତୁତି ଚିନ୍ତାମଣିର ସପ୍ତତ୍ରିଂଶ ବୋଲି, ଯାହାର ଶୀର୍ଷକ ଶରୀର ଯେସନେ ଜୀବ ପରମଟି। ଏ କବିତାର ଲିଖିତ ଆଲୋଚନା କରିବା ପୂର୍ବରୁ ପ୍ରଥମେ ମୁଁ କବିତାଟିକୁ ପଢ଼ି ଦେଉଅଛି। ସ୍ତୁତି ଚିନ୍ତାମଣି ସପ୍ତତ୍ରିଂଶ ବୋଲି। ଶରୀର ଯେସନେ ଜୀବ ପରମଟି, ନୁହନ୍ତି ସେ ଭିନ୍ନା ଭିନ୍ନ, ସେହି ଅନୁଭବେ ବୁଝାମଣା କର ଗୁରୁ ଶିଷ୍ୟଙ୍କର ମନ। କର୍ଣ୍ଣକୁ ଆବରି ଶବଦ ବ୍ରହ୍ମଟି ରହିଅଛି ଯେଉଁ ରୂପେ, ପିଣ୍ଡ ପ୍ରାଣ ଦେଇ ଆଜ୍ଞାକାରୀ ହୋଇ ଶିଷ୍ୟ ଖଟେ ଗୁରୁ ପାଖେ। ନ ବୁଝି ବିଚାରି ଅଜ୍ଞାନ ଆଚରି, ସୃଜନେ ହେଉଛ ଭୋଳା, ସେବକ ଅଙ୍ଗଟି ଶ୍ରୀଗୁରୁ ଭୂଷଣ ଯେସନେ ଧବଳ ଡୋଳା। କଳା ଧଳା ଡୋଳା ମଧ୍ୟରେ ଯେସନେ ପୁରୁଷେକ ଅଛି ରହି, ଶ୍ରୀଗୁରୁ କରୁଣା ଜଳ ଓଜାଡୁଛି ଶିଷ୍ୟ ସେବା ଭକ୍ତି ବହି। କେତେ କେତେ ଦୂର ଅନ୍ତର ରହିଲା ବୁଝ ସାବଧାନ କରି, ଭଗତି ଭାବରେ ସତ୍ୟାଦି ସ୍ନେହରେ ଗୁରୁ ଶିଷ୍ୟ ସେହିପରି। ଯେସନ 10 ଅଙ୍ଗୁଳି ଲାଗିଅଛି ଫେଡ଼ିଲେ ଫେଡ଼ା ନ ଯାଇ, ସେହି ରୂପେ ସିନା ଗୁରୁ ଶିଷ୍ୟଙ୍କର ଭକତି ଭାବନା ଲିହି। ଶ୍ରୀଗୁରୁ ଲୋଡ଼ଇ ଦୟା କରିବାକୁ, ସେବକ ଲୋଡ଼ଇ ଦୟା, ବେନି ଜନ ତହିଁ ଏକ ପ୍ରାଣ ହୋଇ ନଥାଏ ଅନ୍ତରେ ମାୟା। ତୃଷାର୍ତ୍ତ ଦେଶନ ଜଳ ନ ମିଳିଲେ କାତର ହୁଅଇ ଅଙ୍ଗ, ପାଇଲେ ତୃପତି ଲଭି ସୁଖ ଶାନ୍ତି ତେସନ ନୁହଁଇ ସଙ୍ଗ। ବାମ୍ଫିରେ ଯେସନେ ଜଳ ପୂରି ଥାଇ ଗାର କାଟିଲେ କି ଛିଡ଼ି, ଯୁଗ ଯୁଗାନ୍ତରେ ତିନି ତ୍ରୈଲୋକ୍ୟରେ ଗୁରୁ ଶିଷ୍ୟ ସେହିପରି। ସେବକ ବୋଲିଟି ଯାହାକୁ ବୋଲନ୍ତି ଅଙ୍ଗର ଭୂଷଣ ମଳି, ସେହି ଶ୍ରୀଗୁରୁଙ୍କ ଭାରା ସମ୍ଭାଳଇ ସହି ନିନ୍ଦା ଗର୍ବ ଗାଳି। ଶ୍ରୀଗୁରୁଙ୍କୁ ଶିଷ୍ୟ ଚିହ୍ନି ଯେବେ ଥାଇ ସମ୍ଭାଳି କରଇ ସେବା, ତାର ହୃଦ ପଦ୍ମେ ଯେତେ ଦୟା ଧର୍ମ କିସ ପଟାନ୍ତର ଦେବା। ସାମନ୍ତ ପଣରେ ବସିଥିବ ଯେବେ, ସୁଜ୍ଞାନ ନଥିଲେ ଜଣା, ଶ୍ରୀଗୁରୁ ହୋଇ ଶିଷ୍ୟକୁ ନ ତାରିଲେ ମୁଖ ପୋଡୁଥାଇ କିନା। ପ୍ରତିଦିନ ଖଟି ଦୁଃଖ ସୁଖ ମେଣ୍ଟି ଯେକରେ ଗୁରୁଙ୍କ ସେବା, ସୁଦୟା ନକରି ଚିତ୍ତେ ନବିଚାରି ଯେ ଗୁରୁ କିଛି ନ ଦେବା। ଧିକ ହେଉ କିନା ଜ୍ଞାନ ଧର୍ମ ତାର କିଛି ନ ମିଳଇ ଫଳ, ସେବା କରୁଥିଲେ କି କାର୍ଯ୍ୟ ହୋଇବ ନ ମିଳେ ଯହିଁରେ ମୂଲ। ଭୋଗ ଯୋଗ ଧନ ସମ୍ପଦ ପ୍ରାପତ ମୁକତି ପଦ ଚିହ୍ନାଇ, ନୀତି ପ୍ରତି ଯେଉଁ ସେବକ ଖଟଇ ଅନ୍ତର କରିବ ନାହିଁ, ଜୀବନରୁ ତାକୁ ଅଧିକ କରାଇ କରିବ ଗଳାର ମଣି। ଦେହରୁ ଯେବେ ଖଣ୍ଡେ କାଟି ଖାଇବ ନଥିବଟି ଛଳ ମାନି, ସେ ଭକ୍ତମାନଙ୍କୁ ସଙ୍ଗୁ ନ ଛାଡ଼ିବ ପାଶରେ ବସାଇ ଥିବ। ଗାଇ ଗୁଣମାନ ହୃଦର ଚନ୍ଦନ କରିଥିବ ଆତ୍ମା ଜୀବ। ଏମନ୍ତ ଯେ ଗୁରୁ ଶିଷ୍ୟଙ୍କ ଚରିତ, ଆନରେ ସମ୍ଭବ ନୋହି। ଗୁରୁ ଶିଷ୍ୟ ଦୁହେଁ ଏକତ୍ୱ ଅଟନ୍ତି ଅନ୍ତର ମଣିବ ନାହିଁ। ଶ୍ରୀଗୁରୁଙ୍କ ଅଙ୍ଗ ବ୍ୟଥା କରୁଥିଲେ ଭକ୍ତଙ୍କୁ ଲାଗଇ ଚିନ୍ତା, ଭକତ ଦୁଃଖ ଫାନ୍ଦରେ ପଶିଥିଲେ ଶ୍ରୀଗୁରୁଙ୍କୁ ଲାଗେ ବ୍ୟଥା। ଗୁରୁ ଶିଷ୍ୟ କଥା ଯାହା ମୁଁ କହିଲି ଶୁଣ ଆହେ ସାଧୁ ଜନ, ଗୁରୁ ପାଦ ତଳେ ଜୀବନ ଆକୁଳେ ପ୍ରଣମିତ ଭୀମହୀନ। ସନ୍ଥ କବି ଭୀମ ଭୋଇ ରୀତିଯୁଗୀୟ ଶେଷ ସମୟର ଅନ୍ୟତମ ଶ୍ରେଷ୍ଠ ଗୀତିକବି ଏବଂ ସେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଠାରେ ଜନ୍ମଗ୍ରହଣ କରିଥିଲେ। ଏକ କନ୍ଧ ପରିବାରରେ ସେ ଥିଲେ ଜନ୍ମାନ୍ଧ ବୋଲି ଜନଶ୍ରୁତି ଅଛି। ରେଢ଼ାଖୋଲ କଲେଜଟିର ନାଁ ଭୀମ ଭୋଇଙ୍କର ପବିତ୍ର ନାମରେ ନାମିତ ହୋଇଛି। ଭୀମ ଭୋଇ ମହାବିଦ୍ୟାଳୟ। ଭୀମ ଭୋଇଙ୍କର ଅନ୍ୟାନ୍ୟ ଅନେକ ସାହିତ୍ୟ କୃତି ଥିଲେ ମଧ୍ୟ ସ୍ତୁତି ଚିନ୍ତାମଣି ଶ୍ରେଷ୍ଠ। ଏବଂ ସେହି ସ୍ତୁତି ଚିନ୍ତାମଣିରେ ସେ କହିଛନ୍ତି ଯେ, ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ପିଲାବେଳେ ସେ ଗାଈ ଚରଉଥିଲେ ଏବଂ ଅତି କଷ୍ଟରେ ଜୀବନ ଅତିବାହିତ କରିଥିଲେ ଏବଂ ନିଜର ସେହି ଅନୁଭୂତିକୁ ସେ ସ୍ତୁତି ଚିନ୍ତାମଣିରେ ଏମିତି ବର୍ଣ୍ଣନା କରିଛନ୍ତି। ବୁଲୁଥାଇ ବନେ ନୀତି ପ୍ରତିଦିନେ, ବତ୍ସାକୁ ସଙ୍ଗତେ ଘେନି, କ୍ଷୁଧା ତୃଷା କଲେ ଜୀବନ ବିକଳେ ପିଉଥାଇ ଝର ପାଣି। ହାସ୍ୟ ଭର୍ତ୍ସନା ଗାଳି ଗର୍ବ ଠସାକୁ ଗଳାରେ ପିନ୍ଧିଛି ମାଳ, ଟାକି ଟାକି ମୁହିଁ ଆଗତକୁ ଚାହିଁ ବହି ଯାଉଅଛି କାଳ। ଏବେ ସ୍ତୁତି ଚିନ୍ତାମଣିର ସପ୍ତତ୍ରିଂଶ ବୋଲି ବର୍ତ୍ତମାନ BA
ଓଡ଼ିଆ 3 ବର୍ଷିଆ ପାଠ୍ୟକ୍ରମରେ ଅଛି ଏବଂ ତା'ର ଏକ ଲିଖିତ ଆଲୋଚନା ମୁଁ ବର୍ତ୍ତମାନ କରୁଅଛି। ନାଁ ଦେଇଛି ଆତ୍ମା ଗୁରୁ ଶରୀର ଶିଷ୍ୟର କବିତା। ଶରୀର ଦେଶନେ ଜୀବ ପରମଟି। ଶରୀର ଆତ୍ମା ମିଶି ଜୀବର ଜୀବନ ସଂସାରରେ ସ୍ଥିତବାନ। ଦୁହେଁ ବଞ୍ଚି ରହିବା ପାଇଁ ନିତାନ୍ତ ଅପରିହାର୍ଯ୍ୟ। ଗୋଟିଏ ନଥିଲେ ଅନ୍ୟଟିର ସ୍ଥିତି ନାହିଁ। ଶରୀର ଦୃଶ୍ୟ ସତ୍ତା ଥିବାବେଳେ ଆତ୍ମା ବା ମନ ଅନ୍ତରୀଣ ଅଦୃଶ୍ୟ ସତ୍ତା। ଶରୀରକୁ ଦେଖି ହୁଏ, ମନକୁ ଅନୁଭବ ବା ଉପଲବ୍ଧି କରିହୁଏ। ଶରୀରର ଭଲ ମନ୍ଦ ମନ ନିର୍ଭରଶୀଳ। ମନ ଶରୀରକୁ ଚଳାଏ, ପରିଚାଳିତ କରେ। ମନ ନଥିଲେ ଶରୀର ନାହିଁ। ମନ ସବୁକିଛି, ଶରୀର କିଛି ବି ନୁହେଁ। ଶରୀରର ସତ୍ତା ମନକୁ ନେଇ ସଂସାଧିତ। ମାତୃଗର୍ଭରେ ପ୍ରଥମେ ଶରୀରକୁ ଭଗବାନ ତିଆରି କରି ପରେ ଯାଇ ସେଥିରେ ଆତ୍ମା ରଖି ଶରୀରକୁ ସଚଳ ବା ଚଳନକ୍ଷମ କରାନ୍ତି। ଫଳରେ ଶିଶୁଟି ମା ପେଟରେ ଘୂରେ। ଆତ୍ମା ଚିନ୍ତା କରେ, ଶରୀର କାର୍ଯ୍ୟ କରେ। ଭଲ ଚିନ୍ତାର ଭଲ କାର୍ଯ୍ୟ, ମନ୍ଦ ଚିନ୍ତାର ମନ୍ଦ କାର୍ଯ୍ୟ। ଆତ୍ମା ଶରୀରର ଆୟତ୍ତକାରୀ। ସଂସାରରେ ସେଥିପାଇଁ କଥା ଅଛି କି ମନ ଗୁଣେ ଫଳ। ମନକୁ ନେଇ କାର୍ଯ୍ୟ ଫଳ ଦିଏ। ମନର ସ୍ୱରୂପ ଦର୍ଶାଇ ଭକ୍ତକବି ମଧୁସୂଦନ ରାଓ ତାଙ୍କର ନିର୍ବାସିତ ବିଳାପ ନାମକ କବିତାରେ କହିଛନ୍ତି, ଆହା କିବା ଅଦ୍ଭୁତ ମନର ଗତି। ଅଚିନ୍ତନୀୟ ଅଟେ ତାର ଶକତି। କ୍ଷଣ ମାତ୍ରକେ ମନ କରେ ଦର୍ଶନ। ଏହି ଅପରିସୀମ ବିଶ୍ୱଭୁବନ। ଜିଣଇ ସହଜରେ ମନୁଷ୍ୟମତି। ପ୍ରଭଞ୍ଜନର ବେଗ ଆଲୋକ ଗତି। ତୋରା मन दर्पण कहलाए, तोरा मन दर्पण कहलाए। भले बुरे सारे कर्मों को देखे और दिखाए, तोरा मन दर्पण कहलाए। मन ही देवता, मन ही ईश्वर, मन से बड़ा न कोई। मन उजियारा जग जग फैले, जग उजियारा हो। जग से चाहे भाग ले कोई, मन से भाग न पाए। तोरा मन दर्पण कहलाए। सुख की कलियां, दुख के कांटे, मन सबका आधार। सुख की कलियां, दुख के कांटे, मन सबका आधार। मन से कोई बात छुपे ना, मन के नैन हजार। କାଜଲ ନାମକ ହିନ୍ଦୀ ଚଳଚ୍ଚିତ୍ରରେ ଆଶା ଭୋଁସଲେ ଗାଇଥିବା ଏହି ଗୀତଟିରେ ମନର ଅପର ରୂପ ଦର୍ଶିତ। ମନର ମୂଳେ ଏ ଜଗତ କଥାଟି ନିତାନ୍ତ ସତ୍ୟ। ମନ ଶରୀରର ଭାବ ଜଗତକୁ ବାହାରେ ବାସ୍ତବ ରୂପ ଦେଇଥାଏ କାର୍ଯ୍ୟ କାରଣ ଦ୍ୱାରା। ଆତ୍ମାକୁ ଦିଅନ୍ତି ଦେହରି, ତାତହୁଁ ଆନ ଇଚ୍ଛା କରି। ମୋ ପ୍ରାଣନାଥ ଅଛି ପାଶେ, ତହିଁ ମୁଁ ନ ଦେଖଇ ପ୍ରତ୍ୟକ୍ଷେ। ଭାଗବତରେ ପିଙ୍ଗଳା ବେଶ୍ୟା ଏ କଥାଟି କହିଛି। ରଚନାକାର ଅତିବଡ଼ି ଜଗନ୍ନାଥ ଦାସଙ୍କ ଲେଖନୀଗତ ଭାଷାରେ। ଭାଗବତରେ ପୁଣି ଅଛି, ମନ ତୋହର ନିଜ ଗୁରୁ ଉଦ୍ଧବ କେତେହେଁ ପଚାରୁ। ମନ ବିଟଳ ବିଚଳିତ, ତାକୁ ବୁଦ୍ଧି ଦ୍ୱାରା ବିବେକୀ ନୀତିଜ୍ଞ ନୀତିବାନ ମଣିଷର ଶରୀର ପରିଚାଳିତ କରେ। ନହେଲେ ମନ ଅକର୍ତ୍ତବ୍ୟ କରି ବସିବ। ସେଥିପାଇଁ ସନ୍ଥ କବି ଭୀମ ଭୋଇ ମନକୁ ଗୁରୁ କରାଇ ଶରୀରକୁ ସେଇ ମନର ଶିଷ୍ୟ କରାଇଛନ୍ତି। ତଥା ମାନବ ସମାଜରେ ନଶ୍ୱର କ୍ଷଣିକ ସଂସାରରେ ଗୁରୁ ଶିଷ୍ୟର ସମ୍ପର୍କ ଓ ସ୍ୱରୂପ କ'ଣ ଓ କେମିତି ତାହାର ଚିତ୍ର ଦେଖାଇଛନ୍ତି। ସଂସ୍କୃତ ଭାଷାରେ ଅଛି, ଗୁରୁର୍ ବ୍ରହ୍ମା ଗୁରୁର୍ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ ବୋଲି କଥିତ। ଏଥିରୁ ଜଣାପଡ଼େ ଗୁରୁର ମର୍ଯ୍ୟାଦା ତାର ଶିଷ୍ୟ ପାଖରେ ଭଗବାନ ସଦୃଶ। ଗୁରୁ ଜ୍ଞାନଦାତା, ଅଜ୍ଞାନ ଅନ୍ଧାର ଦୂରକର୍ତ୍ତା, ଜୀବନ ଶିକ୍ଷାର ଅପର ପଥ ପ୍ରଦର୍ଶକ। ଭୀମ ଭୋଇଙ୍କ ଦୃଷ୍ଟିରେ ଶରୀର ଓ ତାର ମନ ଜଣେ ଗୁରୁ ଜଣେ ଶିଷ୍ୟ ଭଳି ଅବିଚ୍ଛେଦ୍ୟ। ଅତୁଟ ବନ୍ଧନ ର ରଜ୍ଜୁ
ବନ୍ଧା ଦଉଡ଼ିରେ ଅଛନ୍ତି। ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର ବୋଲି ଭାଗବତ କହେ। କବିତାର କଥା ବା ବିଷୟ ବିଚାର। ଭୀମ ଭୋଇଙ୍କର ସ୍ତୁତି ଚିନ୍ତାମଣି କାବ୍ୟର 37 ବୋଲିର ଶୀର୍ଷକ ହେଉଛି ଉପରୋକ୍ତ ଅଂଶ। ଶରୀର ଭିତରେ ଜୀବାତ୍ମା ଯେମିତି ପରମ ବା ଶ୍ରେଷ୍ଠ, ସେମିତି ସଂସାରରେ ଗୁରୁ ଓ ଶିଷ୍ୟର ସମ୍ବନ୍ଧ ଗୁରୁତ୍ୱପୂର୍ଣ୍ଣ। ଶରୀର ଭିତରେ ଜୀବ ବା ଆତ୍ମା ପରମ ହେବା ସହିତ ଅଭିନ୍ନ ଅଟନ୍ତି। କେହି କାହାଠାରୁ ଦୂରେଇ ବା ଅଲଗା ହୋଇ ରହିବେ ନାହିଁ। ଯଦି ଭିନ୍ନ ହୋଇ ରହିବେ ତେବେ ଉଭୟ ସ୍ଥିତିହୀନ କୁହାଇବେ। ଉଭୟଙ୍କର ଅସ୍ତିତ୍ୱ ରହିବ ନାହିଁ। ସେହିଭଳି ଗୁରୁ ଓ ଶିଷ୍ୟଙ୍କର ସଂସାରରେ ରହଣି। ହେ ପାଠକେ, ତୁମେ ଗୁରୁ ଶିଷ୍ୟଙ୍କୁ ସେହିଭଳି ବୁଝ ବା ଅନୁଭବ କର। ଗୁରୁ ଶିଷ୍ୟ ଉଭୟ ଏକ ଏକ ମନ। ମନ ନେଇ ଜଗତରେ ସେମାନେ ଚିହ୍ନା ପଡ଼ନ୍ତି, ସଂସାରରେ ପରିଚିତ ହୋଇଥାନ୍ତି, ଲୋକର ମାନକ ପାଆନ୍ତି। କାନ ଯେମିତି ଶୁଣିବା ପାଇଁ ଶ୍ରବଣେନ୍ଦ୍ରିୟ ହୋଇଅଛି ଏବଂ ଶବ୍ଦ ବା ଧ୍ୱନି କାନକୁ ଘେରି ତାର ଚାରିକଡ଼େ ରହିଛନ୍ତି। ଶବ୍ଦ ହେଉଛି ବ୍ରହ୍ମ। ମନ, ପ୍ରାଣ ତଥା ଶରୀର ଦେଇ ଶିଷ୍ୟ ଗୁରୁଙ୍କ ସେବାରେ ଲାଗିଥାଏ। ଗୁରୁଙ୍କର ବୋଲକରା ବା ଆଜ୍ଞାକାରୀ ହୋଇଥାଏ। ମଣିଷ ବେଳେବେଳେ ବୁଝି ବିଚାରି କାମ କରିନଥାଏ। ଫଳରେ ଅବିବେକୀ ତଥା ଭୋଳା ବା ଅସତର୍କ ହୋଇଥାଏ। ଏଭଳି ଲୋକ କଦାପି ସୁଜନ ବା ଭଲ ମହତ୍ ଲୋକ ହୋଇ ପାରିନଥାନ୍ତି, କାରଣ ତାର ବିଚାର ଶକ୍ତି ବା ବୁଝିବା ଶକ୍ତି ନଥିବାରୁ ଏପରି ହୁଏ। ଭାଗବତରେ ଅଛି କି, ବୁଝି ବିଚାରି କର୍ମ କଲେ ପ୍ରମାଦ ନ ପଡ଼ଇ ଭଲେ। ଆପେ ଅର୍ଜିଲା କର୍ମମାନ, ଆଗୁ ହୋଇବ ସାବଧାନ। ଆଖିର ଧଳା ଡଳାରେ ମଣିଷ ଦେଖିପାରି ନଥାଏ, ଯେତେ ପର୍ଯ୍ୟନ୍ତ ସେଥିରେ କଳା ଡଳା ନ ରହିଛି। କଳା ଡଳା ଆଖିର ଦର୍ଶନ ବା ଦୃଷ୍ଟି ଶକ୍ତି। କଳା ଡଳା ଆଖିର ପୁଅ ଧଳା ଡଳା ଆଖିକୁ ଭୟଙ୍କର କରିବ। ସେହିଭଳି ଶିଷ୍ୟ ରୂପୀ ସେବକର ଅଙ୍ଗ ଦେହ ଶ୍ରୀଗୁରୁଙ୍କର ଭୂଷଣ ରୂପକ ଅଳଙ୍କାର, ଅର୍ଥାତ୍ ଶିଷ୍ୟ ଯେମିତି ନିଜର ଶରୀର ମନ ଦେଇ ଦେହ ଦ୍ୱାରା ନିଜ ଗୁରୁଙ୍କର ସେବା କରେ, ସେହିଭଳି ଜ୍ଞାନ ରୂପକ ଶ୍ରମଦାନ ଦ୍ୱାରା ଗୁରୁ ଶିଷ୍ୟର ସେବା କରିବ। ଗୁରୁଙ୍କର ଜ୍ଞାନଦାନ ଦ୍ୱାରା ଶିଷ୍ୟ ଜଗତ ଦେଖିବ। ଗୁରୁଙ୍କର ଜ୍ଞାନଦାନ ଶିଷ୍ୟର ସାଂସାରିକ ଚକ୍ଷୁ। ଗୁରୁ ଶିଷ୍ୟର ଦର୍ଶନେନ୍ଦ୍ରିୟ। କଳା ଡଳା ଧଳା ଡଳା ଭିତରେ ଯେମିତି ଦୃଷ୍ଟି ବା ଦର୍ଶନର ପୁଅ ପୁରୁଷେକ ବା ପ୍ୟୁପିଲ୍ ଅଛି ବା ଥାଏ, ସେହିପରି ମହତ୍ ଗୁରୁ ଶିଷ୍ୟ ପ୍ରତି ଦୟାଳୁ ହୋଇ ତା ପ୍ରତି ଆଶୀର୍ବାଦ ରୂପକ ଜଳ ଢାଳି ଶିଷ୍ୟକୁ ଗାଧୋଇ ତାକୁ ଜ୍ଞାନମୟ ସଫାସୁତରା କରେ। ଆଉ ଶିଷ୍ୟ ତାହାକୁ ସେବା, ଭକ୍ତି ବା ମାନ୍ୟତା ପ୍ରଦର୍ଶନ ଦ୍ୱାରା ଗୁରୁଙ୍କଠାରୁ ନେଇଥାଏ। ଫଳରେ ଗୁରୁ ଶିଷ୍ୟ ଭିତରେ ଥିବା ଦୂରତ୍ୱ ଦୂର ହୋଇଯାଏ। ଗୁରୁ ଶିଷ୍ୟ ଉଭୟ ସତର୍କ ସାବଧାନ ହୋଇଥାନ୍ତି। ଏ ସାବଧାନ ଆଗ୍ରହୀ ବା ଇଚ୍ଛା ପ୍ରକାଶର। ଉଭୟ ଭଗତ ବା ଭକ୍ତ ଥାନ୍ତି। ଗୁରୁ ଜ୍ଞାନର ଏବଂ ଶିଷ୍ୟ ଗୁରୁର ଭକ୍ତ ପାଲଟିଥାନ୍ତି। ଏ ସମ୍ବନ୍ଧ ସତ୍ୟ ସନ୍ଧାନର ଏବଂ ପ୍ରେମ ପ୍ରୀତି ବା ସ୍ନେହ ଶ୍ରଦ୍ଧାରେ ଏହା ଉଭୟଙ୍କଠାରେ ସମ୍ପନ୍ନ ହୋଇଥାଏ। କବି ଗୁରୁ ଶିଷ୍ୟର ଚିରସ୍ଥାୟୀ ସମ୍ପର୍କକୁ ହାତ ଦ୍ୱୟର 10 ଆଙ୍ଗୁଳି ସହିତ ତୁଳନା କରିଛନ୍ତି। ହାତ ଦୁଇଟାର 10 ଆଙ୍ଗୁଳିରେ ଅବିଚ୍ଛିନ୍ନ ଚାହିଦା ଅଛି। କାମ କରିବାରେ କେହି ବଳକା ବା ବାଦ୍ ପଡ଼ିବେ ନାହିଁ। ସବୁଗୁଡ଼ିକର ଆବଶ୍ୟକତା ନିତାନ୍ତ ଦରକାର। ଆକୃତିରେ ଛୋଟ ବଡ଼, ମୋଟା ପତଳା ହୋଇ ରହିଥିଲେ ବି କେହି ଫେଡ଼ାର ନୁହନ୍ତି, ସଭିଏଁ ମିଶାଣର ଅଟନ୍ତି। ହାତର ଏମାନେ ଅପର ଶକ୍ତି। ଏମାନଙ୍କର ଏକତ୍ର ମିଳନରେ ହିଁ ହାତ କାର୍ଯ୍ୟରତ ହୁଏ। ଗୁରୁ ଶିଷ୍ୟଙ୍କର ଭକ୍ତିଗତ ଚିନ୍ତାର ସମ୍ପର୍କ ବା ଲିଙ୍କ ଲିହି ଠିକ୍ ସେହିଭଳି। ଗୁରୁ ଶିଷ୍ୟ ସମ୍ମୁଖରେ ବଜାରି ହୁଏ ନାହିଁ କିମ୍ବା ଶିଷ୍ୟ ଗୁରୁ ସାମ୍ନାରେ ଖେଚଡ଼ାମି କରିନଥାଏ। ଉଭୟ ଭକ୍ତି ଫାଶରେ ସୀମାବଦ୍ଧ। ଉତ୍ତମ ଗୁରୁ ସେବକ ଶିଷ୍ୟ ପ୍ରତି ଦୟାର ଆଶାୟୀ ହୋଇ ଦୟା କରେ, ଦୟାକୁ ଲୋଡ଼େ, ଚାହେଁ। ଆଉ ସେବକ ଶିଷ୍ୟ ଗୁରୁଠାରୁ ଏହା ଚାହେଁ। ଗୁରୁ ଏବଂ ଶିଷ୍ୟ ଏଇ ଦୁଇ ଜଣ ଗୋଟିଏ ମନର ହୋଇଥିବା ଦରକାର, ନଚେତ୍ ଛଳନା ବା ମାୟା ଛଦ୍ମତା ଉଭୟଙ୍କ ଭିତରେ ପଶିଯିବ। ଯେମିତି ଦ୍ରୋଣାଚାର୍ଯ୍ୟ ଏକଲବ୍ୟ ପ୍ରତି ଆଚରଣ କରିଥିଲେ। ଶୋଷିଲା ଲୋକଟି ଯେମିତି ଶୋଷରେ ପାଣି ପିଇବାକୁ ବ୍ୟସ୍ତ, ବିବ୍ରତ, ବ୍ୟାକୁଳ, ଅଧୀର ହୋଇଥାଏ, ପାଣି ପିଇବାକୁ ମିଳିଗଲେ ତାକୁ ଯେମିତି ଶାନ୍ତି ସୁଖ ମିଳେ, ସେହିଭଳି ଗୁରୁର ଶିକ୍ଷାଦାନ ଏବଂ ଶିଷ୍ୟର ଶିକ୍ଷା ଗ୍ରହଣ ସାଂସାରିକ ବ୍ୟବସ୍ଥା। ବଡ଼ କୂଅରେ ପରିପୂର୍ଣ୍ଣ ଜଳକୁ କାଟିଲେ ତାହା ଯେମିତି କଟିଯାଇ ଅଲଗା ହୋଇପାରେନା କିମ୍ବା ଗାରର ସ୍ଥିତି ଯେମିତି ରହେନା, ସବୁ ସମୟରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର କିମ୍ବା ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଲୋକ ବା ସଂସାରରେ ଗୁରୁ ଶିଷ୍ୟର ସମ୍ପର୍କ ସେଭଳି ଅଭେଦ୍ୟ। ସେବକ ଶିଷ୍ୟ ମନୁଷ୍ୟ ଦେହର ଅଳଙ୍କାର
ଏବଂ ମଇଳା ସଦୃଶ। ଦୁହିଁଙ୍କୁ ଦେହରୁ ଯେତେ ବାହାର କଲେ ମଧ୍ୟ ଦୁହେଁ ଯେମିତି ଦେହରେ ସବୁବେଳେ ରହିଥାନ୍ତି ବା ରହିବେ, ସେହିଭଳି ପ୍ରକୃତ ସେବାୟତ ଶିଷ୍ୟ ଗୁରୁର ଅନୁଗତ ଛାତ୍ର ଗୁରୁଙ୍କର ତା ପ୍ରତି ପ୍ରଦତ୍ତ ଗାଳି, ଅପମାନ, ନିନ୍ଦା ଏବଂ ଜ୍ଞାନୀ ବୋଲି ପ୍ରଦର୍ଶିତ ଗର୍ବକୁ ସମ୍ଭାଳି ନିଏ, ସହିଥାଏ। ନହେଲେ ପ୍ରକୃତ ଜ୍ଞାନ ପ୍ରାପ୍ତିଠାରୁ ବଞ୍ଚିତ ହୋଇଯିବ। ଏଥିରୁ ଶିଷ୍ୟର ବାସ୍ତବ ଜ୍ଞାନ ପାଗଳାମୀର ଅନୁଭବ ଦେଖାଯାଇଥାଏ। ପ୍ରକୃତ ଶିଷ୍ୟ ଉତ୍ତମ ଗୁରୁଙ୍କୁ ଚିହ୍ନିପାରେ, ସେଥିପାଇଁ ତ ସେବାରତ ସେବାୟତ ହୋଇଥାଏ। ଏଭଳି ଗୁରୁ ଏବଂ ଏଭଳି ଶିଷ୍ୟ ଉଭୟଙ୍କର ମନରୂପକ ପୋଖରୀରେ ଦୟା କରୁଣାର ଯେତେ ଧାରଣ ଅଛି, ତାର ନମୁନା ବା ପଟାନ୍ତର ଦେଇ ହେବ ନାହିଁ। ସେସବୁ ଅତୁଳନୀୟ। ରାଜା ହୋଇ ସମ୍ମାନର ମାନ୍ୟତାର ଆସନରେ ବସିରହି ଯଦି ଜ୍ଞାନୀ, ନୀତିଜ୍ଞ, ବିବେକୀ ନଥିବ, ବିଚାରବନ୍ତ ହୋଇ ନଥିବ ଏବଂ ପ୍ରଜାମଣ୍ଡଳୀଙ୍କୁ ବିପଦରୁ ଉଦ୍ଧାର କରି ନ ପାରିବ, ତେବେ ସେଭଳି ରାଜା ରାଜପଦକୁ ଭାଜନ ବା ଯୋଗ୍ୟ ନୁହେଁ। ଠିକ୍ ଶିଷ୍ୟ ଦୃଷ୍ଟିରେ ତାର ଗୁରୁ ଜଣେ ସାମନ୍ତ ବା ରାଜା। ଆଉ ସେହି ସାମନ୍ତଟି ଶିଷ୍ୟକୁ ଯଦି ରକ୍ଷା କରିପାରୁ ନଥିବ, ଶିଷ୍ୟର ବିପଦ ବାନ୍ଧବ ହେଉ ନଥିବ, ତେବେ ସେ ଗୁରୁ ପଦକୁ ଅଯୋଗ୍ୟ। ଶିଷ୍ୟ ନିଜର ଦୁଃଖ ସୁଖକୁ ବିଚାର ନ କରି, ଅଭାବ ଅସୁବିଧାକୁ ଖାତିର ନ କରି ନିଷ୍ଠାପର ଭାବରେ ଗୁରୁଙ୍କୁ ଶ୍ରମର ସହିତ ସେବାରତ ହୋଇଥାଏ। ଏଭଳି ଉତ୍ସର୍ଗୀକୃତ ଶିଷ୍ୟ ପ୍ରତି ଗୁରୁ ଯଦି ଦୟାଳୁ ନ ହୁଏ, ଦୟା ନ ଦେଖାଏ, ଅବିବେକୀ ପାଲଟେ, ସେ ବି ଗୁରୁପଦକୁ ଅଭାଜନ ଅଯୋଗ୍ୟ। ବିନା ପାରିଶ୍ରମିକରେ କିମ୍ବା ବିନା ଉଦ୍ଦେଶ୍ୟ ସାଧନରେ ଯଦି ଶିଷ୍ୟ ଗୁରୁର ସେବା ମନତନ ଦେଇ କରିଥିବା, ଶିଷ୍ୟର ଜୀବନ ବି ଧିକ୍। ସେଭଳି ଗୁରୁର ଜୀବନ ବି ଧିକ୍। ତାର ଜ୍ଞାନ ଧର୍ମ ନିଷ୍ଫଳ। ଥିବା ଜ୍ଞାନ ଯଦି ସମାଜ ମଙ୍ଗଳକରରେ ଲାଗିଲା ନାହିଁ। ସଂସ୍କୃତରେ କଥା ଅଛି ପରା, ନ କାର୍ଯ୍ୟଂ କାରଣଂ ବିନା, କାରଣ ବିନା କାର୍ଯ୍ୟ ନାହିଁ। ତେଣୁ ଶିକ୍ଷା ସାଧନ ଉଦ୍ଦେଶ୍ୟ ପୂରଣ ନଥାଇ ଉଦ୍ଦେଶ୍ୟହୀନ ଗୁରୁସେବା ମୂଲ୍ୟହୀନ ବୋଲି କବି ମତ ଦେଇଛନ୍ତି। ଧିକ ହେଉ କିନା ଜ୍ଞାନ ଧର୍ମ ତାର କିଛି ନ ମିଳଇ ଫଳ, ସେବା କରୁଥିଲେ କି କାର୍ଯ୍ୟ ହୋଇବ ନ ମିଳେ ଯହିଁରେ ମୂଲ। ଜଗତ ସୃଷ୍ଟି ଯେମିତି ଉଦ୍ଦେଶ୍ୟ ପ୍ରଣୋଦିତ, ମାନବ ଜୀବନ ତାଦୃଶ କାରଣ ମିଶ୍ରିତ। ଜୀବନରେ ଉପଭୋଗ, ଧର୍ମ, କର୍ମରୂପୀ ଯୋଗାସନ ଏବଂ ଧନସମ୍ପଦ ପ୍ରାପ୍ତି ଏ ସବୁକିଛି ଜୀବନୀ ମୁକ୍ତିର ଉପାଦାନ। ଏହାଦ୍ୱାରା ଦୁର୍ଲଭ ମାନବ ସଂସାରର ଜଟିଳ ଜଞ୍ଜାଳ ସମସ୍ୟାରୁ ମୁକ୍ତ ହୋଇଥାଏ। ଜୀବନର ଉପଭୋଗ ହେଲା ଜୀବନକୁ ସୁଖମୟ କରିବା, ଧର୍ମକର୍ମ କରି ନର୍କ ଯନ୍ତ୍ରଣାରୁ ବିମୁକ୍ତ କରାଇବା। ଧନ ସମ୍ପଦ ଦରିଦ୍ର ନାରାୟଣ ସେବାରେ ଆସେ। ଧନୀ ଓ ଦରିଦ୍ର ଏହା ଉଭୟଙ୍କ ପାଖରେ ଭିନ୍ନ ଭିନ୍ନ ଉପାୟରେ ଅଛି। ଦରିଦ୍ର ମାଲିକ ଭୃତ୍ୟ ଧନୀ ଲୋକର ସେବା କଲେ ଧନ ରତ୍ନ ପାଏ, ତାର ସାଂସାରିକ ପ୍ରଗତି ହୁଏ, ଅର୍ଥାତ୍ ଦାରିଦ୍ର୍ୟ ଦୂର ହୁଏ। ଈଶ୍ୱରଙ୍କର ଏହା ମଧ୍ୟ ଆଦେଶ କି ପରିଶ୍ରମର ଉପଯୁକ୍ତ ମୂଲ୍ୟ ଦିଅ, ଅକୃତଜ୍ଞ ହୁଅ ନାହିଁ, ସେବାର ପ୍ରତିଦାନ ଦିଅ। ଜୀବନର ଏହା ହିଁ ସଂଯୋଗ। ଏଥିରେ ଜୀବନ ଶାନ୍ତିମୟ ସମ୍ପଦମୟ ହୋଇଯିବ। ଏଭଳି ସେବକ, ସେ ଧନୀ କିମ୍ବା ଗରିବ ଯିଏ ବି ହେଉନା, ତାକୁ ଜୀବନରେ ଅଲଗା କରିବା ଅନୁଚିତ, ଦୂରେଇ ରଖିବା କଥା ନୁହେଁ। ଏଭଳି ମାଲିକ ତଥା ଭୃତ୍ୟ ଜୀବନର ଅତ୍ୟନ୍ତ ଦରକାରୀ, ଏପରିକି ଗଳାର ହାର ସଦୃଶ। ସର୍ବଦା ସାଙ୍ଗ ଭାବି ପାଖରେ ରଖିବ। ଏମାନେ ପାରସ୍ପରିକ ଭକ୍ତ, ଜଣେ ଅନ୍ୟ ଜଣଙ୍କର ଦରକାର। ଏମାନଙ୍କର ପ୍ରଶଂସା ସର୍ବଦା କଲେ ଏମାନେ ଅଧିକରୁ ଅଧିକ କାମ ଦେବାରେ ଉତ୍ସାହୀ, ଅନୁରାଗୀ ହେବେ। ମନରେ ଚନ୍ଦନ ଭଳି ଶାନ୍ତି ରୂପକ ଭରସା ଦେବେ, ମନକୁ ଖୁସି ଦେବେ। ମାନବ ସମାଜରେ ଏଭଳି ଗୁରୁ ଶିଷ୍ୟ ମାଲିକ ଭୃତ୍ୟର ପଟାନ୍ତର ନାହିଁ। ଗୁରୁ ଶିଷ୍ୟ ଶିକ୍ଷାଦାନ ଓ ବିସ୍ତାର କ୍ଷେତ୍ରରେ ଖଣ୍ଡ ନ ହୋଇ ଅଖଣ୍ଡ, ଅନେକ ନ ହୋଇ ଏକ ହିଁ ଅଟନ୍ତି। ଏମାନେ ପରସ୍ପରଠାରୁ କଦାପି ଅଲଗା ରହିବେ ନାହିଁ। ଏମାନେ ପରସ୍ପର ଉପରେ ନିର୍ଭରଶୀଳ ହୋଇ ସଦା ରହିଥାନ୍ତି। ଜଣେ ଅପରର ଦୁଃଖରେ ସମଭାଗୀ, ସହୃଦୟୀ। ଏ ମର୍ମରେ କବିବାଣୀ ହେଲା, ଶ୍ରୀ ଗୁରୁଙ୍କ ଅଙ୍ଗ ବ୍ୟଥା କରୁଥିଲେ ଭକ୍ତଙ୍କୁ ଲାଗଇ ଚିନ୍ତା, ଭକତ ଦୁଃଖ ଫାନ୍ଦରେ ପଶିଥିଲେ ଶ୍ରୀ ଗୁରୁଙ୍କୁ ଲାଗେ ବ୍ୟଥା। ଗୁରୁ ଶିଷ୍ୟ କଥା ଯାହା ମୁଁ କହିଲି ଶୁଣ,
आहे ସାଧୁ ଜନ ଗୁରୁ ପାଦ ତଳେ ଜୀବନ ଆକୁଳେ ପ୍ରଣମିତ ଭୀମହୀନ। ସାଧୁ ବା ଭଲ ବା ଉତ୍ତମ ସ୍ୱଭାବର ଲୋକ କଦାପି ଶିଷ୍ୟ ହୋଇ ଗୁରୁର ଅପମାନ କରିନଥାଏ। ସେ ନିଜକୁ ଗୁରୁଙ୍କଠାରେ ସମର୍ପଣ କରିଦେଇଥାଏ, ନିଜକୁ ଗୁରୁଙ୍କଠାରେ ଦେଇଦିଏ, ଉତ୍ସର୍ଗ କରାଏ। କାରଣ ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନା ଶଳାକା। ଅଜ୍ଞାନ ରୂପକ ଘନ ଅନ୍ଧକାରରେ ଜ୍ଞାନର କଜ୍ଜଳ ହେଉଛି ତାର ପ୍ରଦତ୍ତ କାଠି, ଯାହାକି ଗୁରୁ ଶିଷ୍ୟଠାରୁ ଦୂର କରିଥାଏ। ଜଗତରେ ବିଦ୍ୱାନ ସମ୍ମାନ ପାଏ, ମୂର୍ଖ ଅପମାନିତ ହୁଏ। ତେଣୁ ଏହି ସଂସାର ଅପମାନଠାରୁ ଦୂରେଇ ରହିବାକୁ ହେଲେ ଜ୍ଞାନ ଗୁରୁର ଶରଣାପନ୍ନ ହେବା ଓ ଚାହିଁବା କଥା ଦରକାର। ସନ୍ଥକବି ଭୀମ ଭୋଇଙ୍କର ଶରୀର ଯେସନେ ଜୀବ ପରମଟି ପଦ୍ୟାଂଶଟିରେ ଶରୀର ମନରୂପୀ ଗୁରୁର ଶିଷ୍ୟ ହୋଇଛି। ଯେହେତୁ ମନ ଶରୀରର ଆୟତ୍ତକାରୀ ବା କଣ୍ଟ୍ରୋଲ ରୁମ୍, ଏହି କଥାକୁ କବି ସଂସାରରେ ଉତ୍ତମ ଗୁରୁ ଏବଂ ଉତ୍ତମ ଶିଷ୍ୟ ଚରିତ୍ରର ସାଧୁ ତଥା ରହସ୍ୟମୟ ବର୍ଣ୍ଣନାରେ ଦେଖାଇଛନ୍ତି। କବିଙ୍କର ଲେଖକୀୟ ଭାବନା ଅତି ସ୍ପଷ୍ଟ ହୋଇନାହିଁ, କାବ୍ୟାଂଶଟିକୁ ଦୁର୍ବୋଧ୍ୟ କରାଇ ଦେଇଅଛି।